ରାଉରକେଲା ମାରାତ୍ମକ ନିଶା କାରବାର ଏନ୍ଡିପିଏସ୍ ଆକ୍ଟରେ ଜଣେ ଗିରଫ। ଗତ 18 ତାରିଖ ସନ୍ଧ୍ୟା ସମୟରେ ରାଉରକେଲାର ଉଦିତନଗର ଥାନା ପକ୍ଷରୁ ପାଟ୍ରୋଲିଂ ସମୟରେ ଜଣେକ ବ୍ୟକ୍ତି ହିରୋଇନ୍ ମାରାତ୍ମକ ନିଶାକୁ କାରବାର କରୁଥିବା ଜାଣି ତାକୁ ଚଢ଼ାଉ କରିଥିଲା ପୁଲିସ। ବ୍ୟକ୍ତି ଜଣକ ଏହି ହିରୋଇନ୍କୁ ନେଇ ବିକ୍ରି କରିବା ପାଇଁ ମହତାବ ରୋଡ଼ ପ୍ଲାଣ୍ଟ ସାଇଡ୍ ଅନ୍ତର୍ଗତ ମିନାପଡ଼ାକୁ ଯାଉଥିଲା। ସେଠାରେ ଏହି କାରବାରରେ ସମ୍ପୃକ୍ତ ଥିବା ରୀତା ଏହି ନିଶାକୁ ସ୍ଥାନୀୟ କଲେଜ ପିଲା ଯୁବକମାନଙ୍କୁ ବିକ୍ରୟ କରୁଥିଲା ବୋଲି ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିପାରିଛି। ତେବେ ଏହି ନିଶା ଯେ କେବଳ ଗୋଟିଏ ସ୍ଥାନରେ ବିକ୍ରୟ ହେଉଥିଲା ତା ନୁହେଁ, ଏହି ସ୍ଥାନରୁ ରାଉରକେଲାର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ସପ୍ଲାଇ କରାଯାଉଥିଲା। ହିରୋଇନ୍ ନେଇକି ଯାଉଥିବା ବ୍ୟକ୍ତି ଜଣକ ହେଲେ ବିଶାଳ ଶଙ୍କର ମହାପାତ୍ର 42 ବର୍ଷ। ସେ ବାସନ୍ତୀ କଲୋନୀରେ ରହୁଥିବା ଜଣାପଡ଼ିଛି। ତାଙ୍କ ପାଖରୁ ପୋଲିସ 7 ଗ୍ରାମ 490 ମିଲିଗ୍ରାମ ହିରୋଇନ୍ ଜବତ କରିଛି। ଏଥିରେ ବ୍ୟବହୃତ ଏକ ଇଲେକ୍ଟ୍ରିକ୍ ସ୍କୁଟି ଗାଡ଼ି ନମ୍ବର OD14AH0768 କୁ ଜବତ କରିଥିବା ବେଳେ ସାମସଙ୍ଗ ମୋବାଇଲ ମଧ୍ୟ ଜବତ ହୋଇଛି। ଆସାମୀକୁ ଏନ୍ଡିପିଏସ୍ ଆକ୍ଟରେ ଗିରଫ କରାଯାଇଥିବା ବେଳେ କେସ୍ ନମ୍ବର 392 ଦଫା 21B 25/29ରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ସେହିଭଳି ସେକ୍ଟର 15 ଥାନା ଅଞ୍ଚଳରେ ଜନୈକ ଜଳଖିଆ ଦୋକାନର ତାଲା ଭାଙ୍ଗି ରାତିରେ ଗ୍ୟାସ୍ ସିଲିଣ୍ଡର ଚୋରି କରିବା ଘଟଣା ସମ୍ପ୍ରତି ଆଲୋଚନାର ବିଷୟ ହୋଇଛି। ଘଟଣାରୁ ଜଣାପଡ଼ିଛି ଯେ ଗତ 17 ତାରିଖ ଦିନ ପି ଭକ୍ତା ଭାଲସାଇନ୍ ନାୟାର 62 ବର୍ଷ କ୍ୱାର୍ଟର ନମ୍ବର C3M1 କଳିଙ୍ଗ ବିହାର ଛେଣ୍ଡ ରାଉରକେଲା ଏକ ଲିଖିତ ଅଭିଯୋଗ କରିଥିଲେ କି ତାଙ୍କର ସେକ୍ଟର 14 ନମ୍ବର ଏକ ଜଳଖିଆ ଦୋକାନରେ ଗତ ଅକ୍ଟୋବର 25 ତାରିଖ ରାତିରେ ବନ୍ଦ ଥିବାବେଳେ ଦୋକାନର ତାଲା ଭାଙ୍ଗି 4ଟି ଗ୍ୟାସ୍ ସିଲିଣ୍ଡର ନେଇଯାଇଥିବା କଥା ସେକ୍ଟର 15 ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସେହି ଆଧାରରେ ଶିବଦାସ ହରିପାଲ ଓରଫ ଦୁଲୁ 19 ବର୍ଷ ସେକ୍ଟର 17 ନମ୍ବରରେ ରହୁଥିବା ଯୁବକକୁ ଉଠାଇଥିବା ବେଳେ ତାର ସହଯୋଗୀ ଆକାଶ ହରିପାଲ ଓରଫ ଗୁଲଟି 30 ବର୍ଷ, ରାକେଶ ଦାସ ଓରଫ କୁନୁ 30 ବର୍ଷକୁ ଗିରଫ କରିଥିଲା। ସେମାନଙ୍କ ପାଖରୁ 6ଟି ଗ୍ୟାସ୍ ସିଲିଣ୍ଡର, ଗୋଟିଏ ଲୁହାକଟା ମେସିନ୍ ଓ 400 ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ଏହି କେସ୍ର ଆଇଓ ଚିନ୍ମୟ ବଳ ଥିବାବେଳେ କେସ୍ ନମ୍ବର 165 ଦଫା 331(4), 305A, 111(2)B 3 ଓ 5ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।